त्वं 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 वेद त्वं च बहुरुक जजुषां सामचाथर्वरूपं कं 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 कन्दने त्वनुनु कमलतले राक्षसां रौद्ररूपान् खं 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 खड्गहस्तं झटिति भुवतले त्रोटितं नागपाशम् उं 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 ओंकाररूपं त्रिभुवनपठितं कुर्वंस्तुते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଏ 2025 ବର୍ଷଟି ସମସ୍ତଙ୍କ ପାଇଁ ଶୁଭଙ୍କର ହଉ, ଆଉ ଭଗବାନ ଜଗତର ନାଥ ଜଗନ୍ନାଥ ବଳିୟାର ଭୁଜ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ, ଦୀର୍ଘାୟୁ ଓ ନିରାମୟତା ପ୍ରଦାନ କରନ୍ତୁ। ବନ୍ଧୁଗଣ, ଆମେ ଯେଉଁ ବର୍ଷ 2025 କିପରି ରହିବ, ଆମେ ମେଷ ଠାରୁ ବିଛା ରାଶି ପର୍ଯ୍ୟନ୍ତ ପଢ଼ି ସାରିଲେଣି। ଏବେ ସେହି କ୍ରମରେ ଆମେ ଯିବା ରାଶିଚକ୍ରର ନବମ ରାଶି ଧନୁ ରାଶି। ଧନୁ ରାଶି ଗୋଟେ ଲଢୁଆ ରାଶି, ଗୋଟେ ବୁଦ୍ଧିମାନ ରାଶି, ଗୋଟେ ବିଚକ୍ଷଣ ରାଶି। ଧନୁ ରାଶି ଆପଣମାନଙ୍କର ଧନୁ ରାଶି ବୋଲି ଆପଣ କେମିତି ଜାଣିବେ? ଦେଖନ୍ତୁ ବନ୍ଧୁଗଣ, ଯଦି ଆପଣଙ୍କର ଏଇ ପର୍ଟିକୁଲାର ଜାଗାଟିରେ ଚନ୍ଦ୍ର ଲେଖା ଯାଇଛନ୍ତି, ତାହେଲେ ଆପଣ ଜାଣିବେ ଆପଣଙ୍କ ପାଇଁ ଧନୁ ରାଶି ନା ଏଇ ରାଶିଟି ହେଉଛି ଆପଣଙ୍କର ଧନୁ ରାଶି। ବା ମଝିରେ ଲେଖା ହେଇଥିବ 19/9 ବା 20/9 ବା 21/9 ଯଦି ଲେଖା ଯାଇଛି, ତାହେଲେ ଆପଣ ଜାଣିବେ ଯେ ଆପଣଙ୍କର ଧନୁ ରାଶିଟିଏ। ଠିକ ଅଛି ବନ୍ଧୁଗଣ, ତାହେଲେ ଆମେ ଦେଖିବା। ପ୍ରଥମେ ଜାଣିବା 2025 2025 ତାକୁ ଯଦି ଆମେ ଯୋଗ କରିଦେବା, ସଂଖ୍ୟାଟି ହେଲା 9। 9 ସଂଖ୍ୟାଟି ମଙ୍ଗଳ ଗ୍ରହଙ୍କୁ ରିପ୍ରେଜେଣ୍ଟ କରେ। ତାହେଲେ ମଙ୍ଗଳ ହେଉଛନ୍ତି ଆପଣଙ୍କ ରାଶି ମାଲିକ, ହେଉଛନ୍ତି ବୃହସ୍ପତି, ଆଉ ଏ ବର୍ଷର ମାଲିକ ହେଲେ ମଙ୍ଗଳ। ମଙ୍ଗଳ ବୃହସ୍ପତି ଯଦି ମିଶନ୍ତି ଜାତକରେ, ତାକୁ ଜାତକରେ କୁହାଯାଏ ପାରିଜାତ ଯୋଗ। ବନ୍ଧୁଗଣ ମନେ ରଖନ୍ତୁ, ଆପଣଙ୍କ ପାଇଁ ଏଇ ଯେଉଁ ସମୟଟି ଆସୁଛି, ଆପଣ ଏଇ ସମୟରେ ବହୁତ କିଛି କାମ କରିପାରିବେ। ଅଧା ଅଧୁରା କାମ ଯେଉଁଗୁଡ଼ିକ ଆପଣଙ୍କର ରହିଛି ଆପଣ କରିପାରିବେ। ତାହେଲେ ଦେଖନ୍ତୁ, ବର୍ତ୍ତମାନର ଆମେ ଗ୍ରହ ସ୍ଥିତି ଦେଖିବା ଯେ ଏଇ ବର୍ଷ 2025ରେ ଗ୍ରହର କ'ଣ ଚଳାୟମାନ ଅବସ୍ଥା ଆମେ ଦେଖିବା। ପ୍ରଥମେ ବିଚାର କରିବା ଦେବଗୁରୁ ବୃହସ୍ପତିଙ୍କର କଥା। ଆପଣଙ୍କ ରାଶି ମାଲିକ ବୃହସ୍ପତି। ଦେଖନ୍ତୁ, ଆପଣଙ୍କର ରାଶିର ମାଲିକ ହେଉଛନ୍ତି ବୃହସ୍ପତି। ତେଣୁ ବୃହସ୍ପତିଙ୍କ ବିଷୟରେ ଆମେ ଆଲୋଚନା କରିବା। କ'ଣ ନା, ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ଅଛନ୍ତି, ଏଇଠି ଅଛନ୍ତି। ତାହେଲେ ଆପଣଙ୍କ ରାଶି ଠାରୁ ଆପଣ ଗଣନ୍ତୁ 1 2 3 4 5 6। ତାହେଲେ ଷଷ୍ଠ ବୃହସ୍ପତି ହେଇଛନ୍ତି। ଷଷ୍ଠେ କର୍ଣ୍ଣ ନିପାତିତ, ଭଲ ସମୟଟିଏ ନଥିଲା। କିନ୍ତୁ 14/5/2025ରେ ବୃହସ୍ପତି ଯେତେବେଳେ ବୃଷ ରାଶି ପରିତ୍ୟାଗ କରି ମିଥୁନ ରାଶିରେ ପଦାର୍ପଣ କରିବେ, ସେତେବେଳେ ଆପଣଙ୍କ ପାଇଁ ଗୋଟେ ବହୁତ ଭଲ ସମୟଟିଏ ଆସିଯାଉଛି ବୋଲି ଆପଣମାନେ ଭାବନ୍ତୁ। ପାଠ କ'ଣ କହୁଛନ୍ତି? ଜାମିତ୍ର ସଂସ୍ତେ ବିପୁଳାଚ ଲକ୍ଷ୍ମୀ। ଜାମିତ୍ର ଅର୍ଥ ସପ୍ତମ ଘର। ସପ୍ତମ ଘରରେ ଯଦି ବୃହସ୍ପତି ଆପଣଙ୍କ ରାଶି ଠାରୁ ସପ୍ତମ ହେଇଥାନ୍ତି, ତାହେଲେ ଆପଣଙ୍କୁ ବିପୁଳ ଧନ ପ୍ରାପ୍ତି କରିଦିଅନ୍ତି। ଧନର ଅର୍ଥ ଖାଲି ଟଙ୍କା ପଇସା ନୁହେଁ ବନ୍ଧୁଗଣ। ଆପଣ କହିବେ ଟଙ୍କା ପଇସା ଖାଲି ମିଳିଯିବ। ନାଇଁ ନାଇଁ, ଟଙ୍କା ପଇସା କଥା ମୁଁ କହୁନାହିଁ। ଆପଣଙ୍କ ଛୁଆଟି ଯଦି ପରୀକ୍ଷାରେ ସଫଳତା ପାଇଲା, ଯଦି ଚାକିରିଟିଏ ପାଇଲା, କି ଆପଣ ଜାଗା ବାଡ଼ି ଖଣ୍ଡେ କିଣିଲେ, କି ଆପଣ ଘର ଦ୍ୱାରଟେ କଲେ, କି ଆପଣଙ୍କ ଘରେ ସନ୍ତାନଟିଏ ହେଲା, ଇଏ କ'ଣ ଆପଣଙ୍କର ବଡ଼ ଧନ ନୁହେଁ କି? ଆଚ୍ଛା, ତାହେଲେ ବୃହସ୍ପତି 14/5/2025ରେ ଅର୍ଥାତ୍ 2025 ମସିହା ମେ ମାସ 14 ତାରିଖ ଦିନ ସେ ବୃଷ ରାଶି ପରିତ୍ୟାଗ କରି ମିଥୁନ ରାଶିକୁ ଆସିବେ।
पुनश्च 19/10/2025 सी मिथुन राशि परित्याग कर कर्कट राशि को किछि दिन पई आसीबे तापरे फेरे 4/12/2025 कर्कट राशि रु फिर मिथुन राशि को गमन करिवे। ताहले बंधुगण ये बृहस्पतिंकर चलनटी। अच्छा शनिंकर चलन देखिबा। शनि वर्तमान आपणकर अछंती कुंभ राशि रे किंतु से 3/4/2025 रे आसी जिबे मीन राशि को। मीन राशि आसी गले आपणकर चतुर्थ शनि हेई जिबे। चतुर्थ शनिटी सबुठारु क्षतिकारक शनि ताकू कहंती कंटक ढेया मन रखंतु। मु पढ़े जाइछि शनिंकर गोचर फल जेतेले पढ़ौथिले सेतेले कंटक ढेया कथा पढ़ेछि। तेणु कंटक ढेयार अर्थ होछि आपण सबु प्रकार माने आपणकर पारिवारिक संबंध घर संबंधी जो जिनस गुड़िक से आपण परेशान हेबे। आ मुख्यतः आपणकर सुख सुविधारे हानि घटिबो। तेणु बंधुगण आपण शनिवार टी भल करी मानिथिबे। से दिन आमिष खाइबे नाही। आ शनि को पूजा करुथिबे। आ शनिंकर बीज मंत्र पाठ करुथिबे। काहेकि से 2.5 वर्ष रहिबे चतुर्थ स्थान रे। कहना शनि गोटे राशि रे 2.5 वर्ष रहंती। तेणु आपण शनिवार दिन टी भल भाव में मानिथिबे। शनिवार दिन का पैसा पत्र देबे नाही कि काठारु आनिबे नाही। अच्छा तापर देखंतु बंधुगण राहुंक कथा विचार करिबा। काना राहु होउचंदी कली जुगर दाता। राहु आपणकर तृतीयस्थ राहु हेले। राहु जदि तृतीयस्थ हेइतांती भारी बढ़िया रिजल्ट टी दियंती। आपन को परिश्रम करेइबे आ परिश्रमर फल मध्य देई देबे। अच्छा किंतु केतु जेहेतु भाग्य घर टी रे अछंती सी आपणकर भाग्य घर टी को टिके दुर्बल कर देबे। भाग्य टिके बेसी साथ दबो नाही। आपण जति की परिश्रम करिवे ताठार कम फल पाई पारंती। तेणु बंधुगण देखंतु किंतु जेहेतु 14/5/2025 रे बृहस्पति चलन हेबे सप्तम स्थान को पळेबे। आपणक पई ये जेते प्रकार अशुभ कारक ग्रह सब अछंती सी तांकू कंट्रोल ले रखिबे। जा फल रे आपण जेतिकी कष्ट पाइबा कथा सेई समयटी कष्ट पाइबे नाही। केवल कष्ट केतिकी समय पाइबे बंधुगण मन रखंतु 3/4/2025 रु 14/5/2025 पर्यंत बाखापाखी मासुटी। यही समयटी रे आपण जो रहिबे। तेणु ये जो मासे 11 दिन रो जो अवधिटी रहुछि यही समयटी आपणक पई टिके कष्टकर हेई पारे बंधुगण। तेणु कौनसी प्रकार आपण टिके जो कार्य करिवे भाबी चिंती किरी करिवे। अच्छा तापर देखिबा एई वर्ष धनु राशि रो व्यक्ति विशेषंक पई किभଳି भाबरे सबु क्षेत्र रे तांकर प्रभावटी ग्रह मानकर किभଳି रहुछि। ठीक अछि बंधुगण आग आलोचना करिबा शिक्षा कथाटी। काना शिक्षार्थी विद्यार्थी से माने होउछंती आम देशर भविष्यत। तेणु तांकर उन्नति रे देशर उन्नति। ताहले शिक्षार्थी मानक पई ये वर्षटी किभଳି रहिबो बंधुगण। प्रथमे 14/5/2025 पर्यंत जो समयटी शिक्षा पई आपणकर भल न रही पारे। किंतु जेबे 14/5/2025 आसी जीवो ता परवर्ती समयटी आपणक पई शिक्षा क्षेत्र रे बहुल मात्रा रे आपण फलटी पाइबे सुफल पाइबे। निश्चित भाव में शिक्षा क्षेत्र में आपन को भाग्य साथ दब। आ देवगुरु बृहस्पति आपन को विद्या प्रदान करिवे। काहेकि जेहेतु आपणकर राशिर मालिक होउछंती बृहस्पति। तेणु धनुराशि व्यक्ति विशेष जो माने कि टिके तार्किक स्वभाव रहिथांती सेमानंको आपण कोनोसी कथाटिए कहिदेले से सहजरे विश्वास करंती नाही। से तार सत्यता खोजंती आ इनक्वारी करी जानि दियंती जे कोन सत्युटा बोली करी। ताहाले देखंतु आउ शनिंक क्षेत्र कथा जदि आमे कहिबा ए 2025 3/4/2025 पर जो समयटी आसुछि आपणक पई टिके कष्टकर समयटी आसुछि। ता माने आपण एई समय रे बहुत परिश्रमटी करिवे। ता माने नुह जे आपणकर क्षय क्षति हे जीवो कि नाही से कथा आपण भाबंतु नाही।
ଆଉ ଆପଣଙ୍କ ଜାତକଟିକୁ ଆପଣ ଦେଖନ୍ତୁ ଆପଣଙ୍କର କେଉଁ ଲଗ୍ନ ହେଇଛି, ଆଉ ସେଇ ଲଗ୍ନରେ ଶନି ଯୋଗକାରକ ଗ୍ରହ କି ଅକାରକ ଗ୍ରହ କି ସମଗ୍ରହ, ଆପଣ ତାକୁ ଆଗ ବିବେଚନା କରନ୍ତୁ। ବିବେଚନା କରିକିରି ଆଉ ତା ଦ୍ୱିତୀୟ କଥା ହଉଛି ଶନିଙ୍କର ପ୍ଲେସମେଣ୍ଟଟି ଦେଖନ୍ତୁ, ସେ କେଉଁ ଜାଗାରେ ଅଛନ୍ତି ଆପଣଙ୍କ ଜାତକରେ, ଏଠି ନୁହଁ, ଆପଣଙ୍କ ଜାତକରେ ସେ କେଉଁ ଜାଗାରେ ଅଛନ୍ତି। ଯଦି ଭଲ ଜାଗାରେ ଅଛନ୍ତି, ସ୍ୱକ୍ଷେତ୍ରରେ ଅଛନ୍ତି, ଉଚ୍ଚ କ୍ଷେତ୍ରରେ ଅଛନ୍ତି, ମିତ୍ର ରାଶିରେ ଅଛନ୍ତି, ତାହେଲେ ଆପଣଙ୍କ ପାଇଁ ଶନି ସେତିକି କ୍ଷତିକାରକ ହେବେ ନାହିଁ। ଆଉ ଯଦି ଶନି ଆପଣଙ୍କ ଜାତକ ପାଇଁ କ୍ଷତିକାରକ ଗ୍ରହ ହେଇଥିବେ, ଆଉ ସେ ଖରାପ ଜାଗାରେ ଥିବେ, ବର୍ତ୍ତମାନ ଚତୁର୍ଥ ଶନି ଆସିଛନ୍ତି, ଆପଣ ଟିକେ ସବୁ କ୍ଷେତ୍ରରେ ସାବଧାନ ହେଇଥିବେ, ନହେଲେ ହଇରାଣ ହରକତଟିଏ ହେଇଯିବେ। ତେଣୁ ବନ୍ଧୁଗଣ, ତେଣୁ ଯେଉଁ ଛୁଆମାନେ ଶିକ୍ଷା କଥା, କିନ୍ତୁ ଶିକ୍ଷା ପାଇଁ ବୃହସ୍ପତି ଯେହେତୁ ଦାୟିତ୍ୱ ନେଇଛନ୍ତି, ଶିକ୍ଷାର ଦାୟିତ୍ୱ, ତେଣୁ ସେ ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କୁ ବହୁତ ପରିବର୍ତ୍ତନ କରେଇବେ ଆଉ ସୁଫଳ ଦେବେ। ତାପରେ ଦେଖିବା ଯେଉଁମାନେ ଚାକିରି ବାକିରି କରିବା ପାଇଁ ଯେଉଁ ଛାତ୍ରଛାତ୍ରୀ ମାନେ ବା ଯୁବକ ଯୁବତୀ ମାନେ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏ ବର୍ଷଟି କେମିତି ରହିବ ନା, ଏଇ 14/5/2025 ପରେ ତାଙ୍କ ପାଇଁ ଚାକିରି ବାକିରିରେ କ୍ଷେତ୍ରରେ ସୁବିଧାଟିଏ ଆସିବ। ସରକାରୀ ନିଯୁକ୍ତି ବି ସେମାନେ ପାଇପାରନ୍ତି। ନହେଲେ କର୍ପୋରେଟ ସେକ୍ଟରରେ ଯେଉଁମାନେ ଇଚ୍ଛା କରୁଛନ୍ତି ପାଇବା ପାଇଁ ବି ଚେଷ୍ଟା କରିବେ, କିନ୍ତୁ ଟିକେ ସମୟ ଲାଗିପାରେ। ଆପଣ କହିବେ ସାଙ୍ଗେ ସାଙ୍ଗେ ହେଇଯିବ, ନାଇଁ, ସାଙ୍ଗେ ସାଙ୍ଗେ ହବ ନାହିଁ, ଟିକେ ଟାଇମ ଲାଗିପାରେ। କାହିଁକି ନା, ଯେହେତୁ ଶନି ଚତୁର୍ଥସ୍ଥ ହେଇଛନ୍ତି, ଚତୁର୍ଥ ହେବାର ଅର୍ଥ ସିଧା ଦଶମ ଘରଟିକୁ ଦେଖୁଛନ୍ତି, ଆପଣଙ୍କ ବୃତ୍ତି କ୍ଷେତ୍ରରେ ସେ ବିଳମ୍ବ କରେଇବେ, କିନ୍ତୁ ଯେଉଁ ଫଳଟି ଦେବେ ଶେଷରେ ସେଇଟା ଗୋଟେ ଏଭରଲାଷ୍ଟିଂ ଫଳଟିଏ ହେଇଥିବ। ତାପରେ ଦେଖନ୍ତୁ ବନ୍ଧୁଗଣ, ଯେଉଁମାନେ ଚାକିରି କରିଛନ୍ତି ତାଙ୍କ ପାଇଁ ମଧ୍ୟ ଏଇଟା ପରୀକ୍ଷାର ବର୍ଷ। ଆପଣ ଜାଣି ଶୁଣିକିରି କିଛି 2 ନମ୍ବରୀ କାମ କରିବେ ନାହିଁ, ଜାଣି ଶୁଣି କିଛି ଅନ୍ୟାୟ କାର୍ଯ୍ୟ କରିବେ ନାହିଁ। ଆପଣଙ୍କର ଡ୍ୟୁଟି ଆପଣ ସିନସିୟରଲି କରନ୍ତୁ, ତାହେଲେ ଯାଇକରି ଶନି ଆପଣଙ୍କୁ ନିଶ୍ଚିତ ଭାବରେ ପୁରସ୍କୃତ କରିବେ। ଆଉ ଯଦି ଆପଣ ଡ୍ୟୁଟିରେ ଖେଲାପ କରୁଛନ୍ତି, ଡ୍ୟୁଟିକି ଡ୍ୟୁଟି ହିସାବରେ ଭାବୁନାହାନ୍ତି, ଖାଲି ଚାକିରି ଦରମା ପାଇବା ପାଇଁ ଚାକିରିଟିଏ କରିଛନ୍ତି, ତାହେଲେ ଆପଣ ହଇରାଣ ହରକତ ନିଶ୍ଚୟ ହେବେ। ଆଚ୍ଛା, ତାପରେ ଯିବା ବିବାହ କଥାଟିକୁ। ବିବାହ, ଯେଉଁ ଯୁବକ ଯୁବତୀ ମାନେ ଏଇ ବର୍ଷ ବିବାହ କରିବା ପାଇଁ ଚାହୁଁଛନ୍ତି ଧନୁ ରାଶିର, ସେମାନଙ୍କ ପାଇଁ ଗୁରୁ ଶୁଦ୍ଧି ଆସିବେ 14/5/2025 ପରେ। ତେଣୁ ସେତିକି ବେଳେ ଯେତେବେଳେ ବୃହସ୍ପତି ଆସିବେ, ସପ୍ତମ ବୃହସ୍ପତି ଆସିଯିବେ, ଆପଣମାନଙ୍କ ପାଇଁ ବିବାହର ସମୟଟି ଆସିଗଲା ବୋଲି ଆପଣମାନେ ଜାଣିପାରିବେ। ତେଣୁ ଆଜିଠାରୁ ଆପଣମାନେ ପ୍ରସ୍ତୁତି ହେଉଥାନ୍ତୁ। ସେତିକି ବେଳକୁ ଆପଣ 14/5/2025 ପରେ ଲଗ୍ନଟି କରିବେ, ବାହାଘରଟିଏ ହେବ। ମୁଖ୍ୟତଃ ମେ, ଜୁନ, ଜୁଲାଇ 3 ମାସେ, ତାପରେ ନଭେମ୍ବର ଡିସେମ୍ବର ରହିଛି, ତାପରେ 2026 ମସିହା। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯେଉଁମାନେ ବିବାହ କରିବା ପାଇଁ ଚାହୁଁଛନ୍ତି ବିବାହଟି କରିପାରିବେ, ତାଙ୍କ ପାଇଁ ଭଲ ସମୟଟିଏ ଆସିଛି। ଆଚ୍ଛା, ତାପରେ ଦେଖିବା ଯେଉଁମାନେ ସନ୍ତାନ ଆଶାୟୀ, କେତେ ଦମ୍ପତି ଅଛନ୍ତି ସେମାନଙ୍କର ସନ୍ତାନଟି ବିଳମ୍ବ ହେଉଛି, ସନ୍ତାନଟି ଠିକ ସମୟରେ ହେଇନାହିଁ, ତେଣୁ ସେ ବହୁତ ପରେଶାନରେ ଅଛନ୍ତି। ସେହି ପ୍ରକାର ବ୍ୟକ୍ତିବିଶେଷଙ୍କ ପାଇଁ ସେମାନେ କ'ଣ କରିପାରିବେ ନା, ବୃହସ୍ପତିଙ୍କ ପାଇଁ ଆପଣ ତାଙ୍କର ବୀଜ ମନ୍ତ୍ର ଜପ କରିପାରିବେ, ଆପଣ ଆଣ୍ଠୁଆ ଗୋପାଳ ମୂର୍ତ୍ତି ରଖିକିରି ଘରେ ପୂଜା କରିପାରିବେ। ଆଉ ମୁଖ୍ୟତଃ ଗୁରୁବାର ଦିନଟିକୁ ଆପଣ ଆମିଷ ବର୍ଜନ କରିବେ। ଗୁରୁବାର ଦିନ ଆପଣ ଆମିଷ ଖାଇବେ ନାହିଁ, ଆଉ କୌଣସି କଳା ଜାତୀୟ ଜିନିଷ ମଧ୍ୟ ଖାଇବା ପାଇଁ ଆଭଏଡ କରିବେ। ବନ୍ଧୁଗଣ, ତାହେଲେ ଦେଖନ୍ତୁ, ତାହେଲେ ଯେଉଁମାନେ ସନ୍ତାନ ଆଶାୟୀ ସେମାନେ ସନ୍ତାନ ପାଇପାରିବେ। 14/5/2025 ପରେ ସେମାନେ ଯଦି ପ୍ଲାନିଂ କରିବେ ସନ୍ତାନଟି ପାଇଁ, ତାହେଲେ ନିଶ୍ଚିତ ଭାବରେ ସେମାନେ ସନ୍ତାନ ପ୍ରାପ୍ତି ହେଇପାରିବେ। ଆଉ ଯେଉଁମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କର ସନ୍ତାନମାନଙ୍କର ପରଫର୍ମାନ୍ସଟି ଏ ବର୍ଷ ବହୁତ ଭଲ ରହିବ। କାହିଁକି ନା, ସନ୍ତାନର ଘରଟି ପଞ୍ଚମ ଘର, ପଞ୍ଚମାଧିପତି ହେଉଛନ୍ତି ମଙ୍ଗଳ, ମଙ୍ଗଳ ହେଉଛନ୍ତି ଏ ବର୍ଷର ମୁଖ୍ୟ ଗ୍ରହ। ତେଣୁ ସେମାନେ ପରାକ୍ରମର ସହିତ କାହାକୁ ନ ଡରି କରି ସେ ନିଜର ସଫଳତାଟିଏ ପାଇବେ, ଆଉ ଚାକିରି ବାକିରି ମଧ୍ୟ ସେମାନେ ପାଇବାରେ ତାଙ୍କୁ ସାହାଯ୍ୟ ହେବ ଏଇ ଜିନିଷଟି। ଆଉ ମୁଖ୍ୟତଃ ଯେଉଁମାନେ ବୃତ୍ତିଗତ କ୍ଷେତ୍ରରେ ଅଛନ୍ତି,
ବ୍ୟବସାୟ କରୁଛନ୍ତି ବା ଚାକିରି କରିଛନ୍ତି, ଚାକିରି କରିବା ଲୋକମାନେ ଟିକେ ସତର୍କ ହେଇକିରି ରହିଥିବେ ବନ୍ଧୁଗଣ। କାହିଁକି? କର୍ମଫଳଦାତା ହେଉଛନ୍ତି ଶନି। ଶନି ଯେହେତୁ ଚତୁର୍ଥସ୍ଥ ହେଇଛନ୍ତି, ଆପଣଙ୍କର କଣ୍ଟକ ଢେୟା ବର୍ତ୍ତମାନ ଚାଲିଛି। ତେଣୁ ଚତୁର୍ଥ ଶନି କାଟଇ ମଥା ପାଠଟି କହନ୍ତି। ତା ଅର୍ଥ ଆପଣଙ୍କର ମାନ ସମ୍ମାନ ଇସ୍ୟୁ ହେଇପାରେ। ଆପଣ ସମ୍ମାନର ସହିତ ବଞ୍ଚିବାକୁ ଚେଷ୍ଟା କରନ୍ତୁ। କେବେ ହେଲେ ଅସମ୍ମାନ ହେଲା ଭଳିଆ କାର୍ଯ୍ୟଟିଏ କରନ୍ତୁ ନାହିଁ, ନହେଲେ ଶନି ଆପଣଙ୍କୁ ବହୁତ ଦଣ୍ଡ ଦେଇଦେବେ। ଆଚ୍ଛା, ଆଉ ଯେଉଁମାନେ ଚାକିରି ବାକିରି କରିଛନ୍ତି, ମୁଖ୍ୟତଃ ଆପଣଙ୍କର ସହକର୍ମୀମାନଙ୍କ ସହିତ କି ଆପଣଙ୍କ ଉଚ୍ଚସ୍ଥ ପଦାଧିକାରୀମାନଙ୍କ ସହିତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ। କଲେ ଆପଣମାନେ ବହୁତ ଅସୁବିଧା ମହରଗରୁ ଯାଇ କାନ୍ତାରରେ ପଡ଼ିବେ। ଆଚ୍ଛା, ତାପରେ ଯେଉଁ ଗୃହିଣୀମାନେ ଅଛନ୍ତି, ହାଉସ୍ ୱାଇଫ୍ ଯେଉଁମାନେ, ସେମାନଙ୍କ ପାଇଁ ମଧ୍ୟ ଏ ବର୍ଷଟି ଠିକ୍ ରହିବ। ମୁଖ୍ୟତଃ ସେମାନେ ତାଙ୍କର ପରଫର୍ମାନ୍ସଟି ଠିକ୍ ଭାବରେ କରିପାରିବେ, ଘରର ଦାୟିତ୍ୱଟି ସୁଚାରୁ ରୂପେ ସମ୍ପାଦନ କରିପାରିବେ, ଘର ପାଇଁ କିଛି ଆର୍ଥିକ ସହଯୋଗ ମଧ୍ୟ କରିପାରିବେ। ତେଣୁ ଏଇଭଳି ଗୃହିଣୀମାନଙ୍କର ସମୟଟି, ଆଉ ତାଙ୍କର ସନ୍ତାନ ହେତୁକ ସେମାନେ ମଧ୍ୟ ସୁଖ ପାଇବେ। ଅର୍ଥାତ୍ ତାଙ୍କ ସନ୍ତାନମାନେ ପାଠ ପଢ଼ାରେ କି ଚାକିରିରେ ଯଦି ସଫଳ ହେଲେ, ତାହେଲେ ନିଶ୍ଚିତ ଭାବରେ ସେ ଗୃହିଣୀମାନେ ସୁଖ ପାଇବେ। ଆଉ ଦାମ୍ପତ୍ୟ ଜୀବନ କଥା ଯଦି ଆମେ ଆଲୋଚନା କରିବା, ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏ ବର୍ଷ ତାଙ୍କର ଦାମ୍ପତ୍ୟ ଜୀବନଟି ସୁଖମୟ ହେବାର ବହୁତ ସମ୍ଭାବନା ଅଛି। କାରଣ ସପ୍ତମସ୍ଥ ବୃହସ୍ପତି ସିଧା ଲଗ୍ନକୁ, ସିଧା ଚନ୍ଦ୍ରଙ୍କୁ ଦେଖୁଛନ୍ତି। ତେଣୁ ଆଉ ମଝିରେ ମଝିରେ ଟିକେ ମନମାଳିନ୍ୟ ହେଇପାରନ୍ତି, ମତଭେଦ ଟିକେ ହେଇପାରନ୍ତି। ବନ୍ଧୁଗଣ, ମତଭେଦ ହେବାଟା ଠିକ୍, କିନ୍ତୁ ମନାନ୍ତର ହେବେ ନାହିଁ। ଆଚ୍ଛା, ତାପରେ ଦେଖନ୍ତୁ, ମୁଖ୍ୟତଃ ସ୍ୱାସ୍ଥ୍ୟ କଥା ଆଲୋଚନା କରିବା। ସ୍ୱାସ୍ଥ୍ୟ କଥା ଯଦି ଆମେ ଦେଖିବା, ତାହେଲେ ଏ ବର୍ଷର ଆପଣଙ୍କର ଶନି ଗ୍ରହଙ୍କ ହେତୁକ ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାଟା ଠିକ୍ ନ ରହିପାରେ। ତା କାରଣ ଚତୁର୍ଥରେ ରହିଥିବା ଶନି ତୃତୀୟ ଦୃଷ୍ଟିରେ ଷଷ୍ଠ ଘରକୁ ଦେଖୁଛନ୍ତି। ଷଷ୍ଠ ଘରକୁ ଦେଖୁଥିବା ହେତୁ, ଆଉ ତାପରେ ଦଶମ ଦୃଷ୍ଟିରେ ଚନ୍ଦ୍ରଙ୍କୁ ଦେଖୁଥିବା ହେତୁ ଆପଣଙ୍କ ମନ ଭିତରେ ଅହେତୁକ ଭୟ ସୃଷ୍ଟି କରିବେ। ଆପଣ ଯେକୌଣସି ବିଷୟକୁ ନେଇକରି ବହୁତ ଚିନ୍ତାଶୀଳ ହେବେ। ଆପଣ କେଉଁଠି ପଇସା ପତ୍ର ଯଦି ଦେଇଛନ୍ତି, ପଇସା ପତ୍ର ମିଳିବାଟା ଆପଣଙ୍କୁ କଷ୍ଟ ହେଇଯିବ। କୋର୍ଟ କଚେରୀ ଝାମେଲାରେ ମଧ୍ୟ ଫସି ପାରନ୍ତି। ତେଣୁ ବନ୍ଧୁଗଣ, ଏ ବର୍ଷ ଆପଣ ସାବଧାନତାର ସହ ଚଳିବେ। କେବେଠାରୁ? 3/4/2025 ପରେ। ଆଉ ଶନିଙ୍କର ପୂଜାଟି କରିବେ। ଯଦି ଅକାରକ ଗ୍ରହ ଶନି ହେଇଥାନ୍ତି, ତାହେଲେ ତାଙ୍କର ବୀଜ ମନ୍ତ୍ର ପାଠ କରିବା ସହିତ ଦାନ କରିବେ। ଆଉ ଯଦି କାରକ ଗ୍ରହ ହେଇଛନ୍ତି, ତାହେଲେ ପୂଜା ସହିତ ତାଙ୍କର ବୀଜ ମନ୍ତ୍ରଟି ପାଠ କରିବେ। ତାହେଲେ ଶନି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଫଳଟିଏ ଦେବେ। ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝିସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।